ଗୁଡ଼ିକ ମଧ୍ୟ ଓଡ଼ିଆରେ କେମିତି ତାହା ଉଚ୍ଚାରଣ କରିବା, କେମିତି ବୁଝିବା ଆଉ କେମିତି ପ୍ରାକ୍ଟିସ୍ କରିବା, ନୂଆ ନୂଆ ୱାର୍ଡ଼ ଗୁଡ଼ିକ ମଧ୍ୟ ଜାଣିବାକୁ ଚେଷ୍ଟା କରିବା। ଚାଲନ୍ତୁ ଷ୍ଟାର୍ଟ କରିବା। ଦ କାଉ ମିନ୍ସ ଗାଈ। The cow is a domestic animal. People in India call her Gomata. It has four legs, one tail, two horns, two eyes, two ears, a mouth. A mouth. The cow looks divine, simple, innocent, loving. The cow bears calf and gives us milk. The cow milk is full of protein, fat, and vitamins. The cow eats grass, rice, husk, straw, etc. One cow gives about 5 to 10 liters of milk every day. People keep cows, sell milk, and maintain their families. Cows help us in many ways. We use cow dung or as manures, as fuel to product electricity. On Rakhi Purnima, we worship cow, offer her saris, flowers, cakes. In Hindu culture, cows occupy a great place. The cow is a domestic animal. The cow means ଗାଈ. Domestic means ଗୃହପାଳିତ। ଗୃହପାଳିତ ପଶୁ। Animal means ପଶୁ। Domestic means ଗୃହପାଳିତ। Animal means ପଶୁ। ଗାଈ ହେଉଛି ଗୋଟିଏ ଗୃହପାଳିତ ପଶୁ। People in India call her ଗୋମାତା। People means ଲୋକମାନେ। ଆମ ଭାରତରେ ଗାଈକି ଡାକନ୍ତି କ'ଣ? ଗୋମାତା ବୋଲି ଡାକନ୍ତି। କଲ୍ ଅର୍ ଗୋମାତା। ଇଟ୍ ହ୍ୟାଜ୍ 4 legs, 1 tail, 2 horns. 4 legs means ଅର୍ଥାତ୍ ଗାଈଙ୍କର 4ଟି ଗୋଡ଼, ଗୋଟିଏ ଲାଞ୍ଜ, 2 horns means 2ଟି ଶିଙ୍ଗ, 2 eyes means 2ଟି ଆଖି, 2 ears means 2ଟି କାନ, a mouth ଅର୍ଥାତ୍ ଗୋଟିଏ ପାଟି ଅଛି। 4ଟି ଗୋଡ଼ means 4 legs, ଗୋଟିଏ ଲାଞ୍ଜ, ଲାଞ୍ଜକୁ ଇଂଲିଶ କୁହାଯାଏ ଟେଲ୍, ହର୍ନସ୍ means ଶିଙ୍ଗ, ଆଇ means ଆଖି, ଇୟର୍ means କାନ, ମାଉଥ୍ means ପାଟି। ଦ କାଉ ଲୁକ୍ସ ଡିଭାଇନ୍, ସିମ୍ପଲ୍, innocent and loving. The cow look divine ଅର୍ଥାତ୍ ପବିତ୍ର। କାଉ ମାନେ ଗାଈଟି ପବିତ୍ର। ସିମ୍ପଲ୍ ମିନ୍ସ ସରଳ, ଇନୋସେଣ୍ଟ ମିନ୍ସ ନିରପରାଧ, ଲଭିଂ ମିନ୍ସ ସ୍ନେହୀ ଅଟନ୍ତି। ଦ କାଉ ବିୟର୍ସ କାଲ୍ଫ ଆଣ୍ଡ ଗିଭ୍ସ ଅସ୍ ମିଲ୍କ। ଗାଈଟି ବାଛୁରୀକି ଜନ୍ମ କରେ ଏବଂ କ୍ଷୀର ମଧ୍ୟ ଆମ୍ଭମାନଙ୍କୁ ଦିଏ। ବିୟର୍ସ ମିନ୍ସ ଜନ୍ମ କରିବା, କାଲ୍ଫ ମିନ୍ସ ବାଛୁରୀ। ବିୟର୍ସ କାଲ୍ଫ ମିନ୍ସ ବାଛୁରୀକି ଜନ୍ମ କରେ, କିଏ? ଗାଈ। ଗିଭ୍ ଅସ୍ ମିଲ୍କ ଅର୍ଥାତ୍ କ୍ଷୀର ମଧ୍ୟ ଆମକୁ ଦିଏ। ଦ କାଉ ମିଲ୍କ ଅସ୍, ମିଲ୍କ ଇଜ୍ ଫୁଲ୍ ଅଫ୍ ପ୍ରୋଟିନ୍। ଗାଈର କ୍ଷୀରଟି ଗୋଟିଏ ପୁଷ୍ଟିସାର ଜାତୀୟ ଖାଦ୍ୟ ଅଟେ। ଫ୍ୟାଟ୍ ଆଣ୍ଡ ଭିଟାମିନ୍ସ, ଚର୍ବି ଅଂଶ। ଗାଈର କ୍ଷୀରରେ ପ୍ରୋଟିନ୍ ଥାଏ ଆଉ ଚର୍ବି ଅଂଶ ଥାଏ, ପୁଷ୍ଟିସାର ଜାତୀୟ ଖାଦ୍ୟ ମଧ୍ୟ ଥାଏ ଅର୍ଥାତ୍ ଭିଟାମିନ୍ସ ମଧ୍ୟ ଥାଏ। ଦ କାଉ ଇଟ୍ସ ଗ୍ରାସ୍ ଅର୍ଥାତ୍ ଗାଈଟି କ'ଣ ଖାଏ? ଘାସ ଆଉ ରାଇସ୍, ହସ୍କ ମିନ୍ସ କୁଣ୍ଡା, ଷ୍ଟ୍ର ମିନ୍ସ କୁଟା। ଏସବୁ ମଧ୍ୟ କୁଣ୍ଡା, ଭାତ, ତୋରାଣୀ, କୁଣ୍ଡା, କୁଟା, ଏସବୁ ଘାସ ଏସବୁ ଗାଈ ଖାଏ। ୱାନ୍ କାଉ gives about 5 to 10 liters milk of milk every day. ଗୋଟିଏ ଗାଈ 5ରୁ 10 ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାଏ। ଗିଫ୍ଟ ମିନ୍ସ ଦେବା। ଏଭ୍ରି ଡେ ମିନ୍ସ ପ୍ରତିଦିନ। ପିପୁଲ୍ କିପ୍ କାଉ, ସେଥିପାଇଁ ମଣିଷ ମାନେ ଗାଈ ରଖନ୍ତି ଏବଂ
sell milk and maintain their family. କ୍ଷୀର ବିକ୍ରୟ କରି ତାଙ୍କ ଫ୍ୟାମିଲିକୁ ଭରଣ ପୋଷଣ କରିଥାନ୍ତି। ମେଣ୍ଟେନ୍ ଅର୍ଥାତ୍ ଭରଣ ପୋଷଣ। ଫ୍ୟାମିଲିଜ୍ ମିନ୍ସ ପରିବାର। ସେଲ୍ ମିନ୍ସ ବିକ୍ରୟ କରିବା। ମିଲ୍କ ମିନ୍ସ କ୍ଷୀର। କାଉ ହେଲ୍ପ ଅଚ୍ ଇନ୍ ମେନି ୱେଜ୍। ଗାଈଟି ଆମ୍ଭମାନଙ୍କୁ ଅନେକ ସମୟରେ ବହୁତ ସାହାଯ୍ୟ କରିଥାଏ। ୱି ୟୁଜ୍ କାଉ ଡଙ୍ଗ ଆଜ୍ ମ୍ୟାନର୍ସ ଆଜ୍ ଫୁଏଲ୍ ଟୁ ପ୍ରଡକ୍ଟ ଇଲେକ୍ଟ୍ରିସିଟି। ଆମ୍ଭମାନଙ୍କୁ ଗାଈ ଦିଏ କ'ଣ ଦିଏ? ଗୋବର। ସେ ଗୋବର ଦ୍ୱାରା କ'ଣ ହୁଏ? ସାର ପ୍ରସ୍ତୁତ ହୁଏ, ଜାଳେଣୀ ପ୍ରସ୍ତୁତ ହୁଏ, ବିଦ୍ୟୁତ୍ ମଧ୍ୟ ଉତ୍ପନ୍ନ ହୋଇଥାଏ। ପ୍ରଡକ୍ଟ ମିନ୍ସ ଉତ୍ପାଦନ କରିବା, ଇଲେକ୍ଟ୍ରିସିଟି ମିନ୍ସ ବିଦ୍ୟୁତ୍। ଅନ୍ ରାକ୍ଷୀ ପୂର୍ଣ୍ଣିମା ୱି ୱାର୍ସିପ୍ କାଉ। ରାକ୍ଷୀ ପୂର୍ଣ୍ଣିମା ଦିନ ଆମେ ଗାଈକୁ ପୂଜା କରୁଛେ। ଅଫର୍ ହର୍ ଶାଢ଼ୀସ୍। ସେଦିନ ଶାଢ଼ୀ ଅଫର୍ ରହିଥାଏ। ଫ୍ଲାୱାର୍ସ ମିନ୍ସ ଫୁଲ, କେକ୍ ମଧ୍ୟ ପୂଜା କରିଥାଏ, ଆଣିକି ଆମେ ଖାଇଥାଏ। ଇନ୍ ହିନ୍ଦୁ କଲଚର ଅର୍ଥାତ୍ ଆମର ହିନ୍ଦୁ ସଂସ୍କୃତିରେ କାଓ ଅକୋପି ଏଜ୍ ଏ ଗ୍ରେଟ୍ ପ୍ଲେସ୍। ଗୁରୁତ୍ୱପୂର୍ଣ୍ଣ ଗୋଟେ ଜାଗା ତା ପାଇଁ ଗୋଟେ ସେପାରେଟ୍ କରିଥାନ୍ତି। ବହୁତ ଗାଈର ଗୋଟେ ଗୁରୁତ୍ୱପୂର୍ଣ୍ଣ ଜାଗା ଥାଏ, ସେଟା ଗୋଟେ ଗୁହାଳ ବୋଲି କୁହାଯାଇଥାଏ। The cow is a domestic animal. People in India call her Gomata. It has 4 legs, 1 tail, 2 horns, 2 eyes, 2 ears, a mouth. The cow looks divine, simple, innocent. Loving the cow bears calf and gives us milk. The cow milk is full of protein, fat, and vitamins. The cow eats grass, rice, husk, straw, etc. One cow gives about 5 to 10 liters milk, 10 liters of milk every day. People keep cow, sell milks, and maintain their family. Cows help us in many ways. We use cow dung. Cow dung means gobara. As manures means saro. As fuel means chalani to product electricity. On Rakshi Purnima, we worship cow, offer her sari, flowers, cakes. In Hindu culture, cow occupy a great place. Thanks for watching this video. Please like, subscribe and share. Keep practicing. एमती मजादार वीडियो देखियो बोले आम चैनल को सब्सक्राइब करंतु, लाइक करंतु, शेयर करंतु। धन्यवाद।